ହସ ଖେଳ ବହିର ପ୍ରଥମ ଭାଗ। କହିଲ ଦେଖି କବିତାଟିକୁ ପାଠ କରିବା ଓ ତାହା ସହିତ ଏହାର ଅଭ୍ୟାସକୁ ମଧ୍ୟ ଆଲୋଚନା କରିବା। ତେବେ ଚାଲ ଆମ ଚାଟଶାଳୀ। ସାଙ୍ଗମାନେ, ପ୍ରଥମ ଶ୍ରେଣୀ ହସ ଖେଳ ବହିର ପ୍ରଥମ ଭାଗ, ପୃଷ୍ଠା ସଂଖ୍ୟା 32, ପାଠ 6, ବିଷୟ ନାମ କହିଲ ଦେଖି। ସାଙ୍ଗମାନେ, କବିତାଟିକୁ ପଢ଼ିବା ଆଗରୁ ତୁମେମାନେ ଟିକେ କହିଦେଲ, ଆମ ଘରେ ବା ତୁମମାନଙ୍କ ଘରେ କିଏ କିଏ ସବୁ ରହୁଛନ୍ତି? ହଁ ସାଙ୍ଗମାନେ, ଆମ ଘରେ ଆମ ସହିତ ବାପା, ମା, ଜେଜେବାପା, ଜେଜେମା, ଦାଦା, ଖୁଡ଼ୀ, ଭାଇ, ଭଉଣୀ ଆମେ ସମସ୍ତେ ମିଶିକରି ରହୁ। ହଁ ସାଙ୍ଗମାନେ, ତୁମେମାନେ ଟିକେ କହିଦେଲ, ତୁମେମାନେ କାହା କାହା ସହିତ ରହୁଛ? ସାଙ୍ଗମାନେ, ଏଥର ଆସ କବିତାଟିକୁ ପଢ଼ିବା। ପାକୁଆ ପାଟିଟି ଅଟେ ମୋହର, ବାଳ ଧଳା ହୋଇଗଲାଣି ମୋର, ରୀମା ସୀମା ମୋର ପୁଅର ଝିଅ, କଣ କହି ମତେ ଡାକିବେ କହ। ଏହି କବିତାଟିରେ ଜଣେ କହୁଛନ୍ତି, ମୋର ପାଟିଟି ପାକୁଆ ହୋଇଯାଇଛି, ଦାନ୍ତ ସବୁ ଝଡ଼ି ଯାଇଛି, ବାଳ ମଧ୍ୟ ଧଳା ହୋଇଗଲାଣି, ରୀମା ଓ ସୀମା ମୋର ପୁଅର ଝିଅ, ସେମାନେ ମତେ କଣ କହି ଡାକିବେ? ହଁ ସାଙ୍ଗମାନେ, ଆମ ଘରେ କାହାର ପାଟି ପାକୁଆ, ବାଳ ମଧ୍ୟ ଧଳା? ହଁ ସାଙ୍ଗମାନେ, ଆମେ ତାଙ୍କୁ କଣ କହି ଡାକିଥାଉ? ଜେଜେ ବାପା ବା ଜେଜ। ସେମିତି ରୀମା ସୀମା ତାଙ୍କୁ କଣ ବୋଲି ଡାକିବେ? ଜେଜ। ଏଥର ଆସ ତଳେ, କଣ କହୁଛନ୍ତି ଜେଜେ? ଜେଜେ ଡାକିଦେଲେ ରୀମା ସୀମାଙ୍କୁ, କଥାଏ ପଚାରେ ଆସ ପାଖକୁ, ଧରମା ତମର ବାପାର ଭାଇ, ତାକୁ କଣ ଡାକ ଦିଅ ବତାଇ। ଜେଜ ପୁଣି ରୀମା ସୀମାଙ୍କୁ ପାଖକୁ ଡାକିଲେ, ପଚାରିଲେ, ଧରମା ତୁମର ବାପାଙ୍କର ଭାଇ, ତାହେଲେ ତାଙ୍କୁ କଣ ବୋଲି ଡାକିବା ଆମେ? ସାଙ୍ଗମାନେ, ଆମ ବାପାଙ୍କର ଭାଇଙ୍କୁ ଆମେ କଣ ବୋଲି ଡାକିଥାଉ? ହଁ ସାଙ୍ଗମାନେ, ଦାଦା ବା କକା। ସେମିତି ରୀମା ସୀମା ତାଙ୍କ ବାପାଙ୍କ ଭାଇଙ୍କୁ ଦାଦା ବା କାକା ବୋଲି ଡାକିବେ। ସାଙ୍ଗମାନେ, ଏଥର ପର ପୃଷ୍ଠାକୁ ଆସ। ଜେଜେ ଡାକିଦେଲେ ପୁଣି ପାଖକୁ, ଜନ୍ମ ଦେଇଛି ଯିଏ ତୁମକୁ, କଣ କହି ତୁମେ ତାହାକୁ ଡାକ, ଯିଏ ଜାଣ ଆଗ ହାତଟି ଟେକ। ଜେଜେ ପୁଣି ରୀମା ସୀମାଙ୍କୁ ପଚାରିଲେ, ଯିଏ ତୁମକୁ ଜନ୍ମ ଦେଇଛି ତୁମେ ତାଙ୍କୁ କଣ ବୋଲି ଡାକ? ଯିଏ ଜାଣିଛ ସିଏ ହାତ ଟେକ। ସାଙ୍ଗମାନେ, ଆମକୁ ଯିଏ ଜନ୍ମ ଦେଇଛନ୍ତି ଆମେ ତାଙ୍କୁ କଣ ବୋଲି ଡାକିଥାଉ? ହଁ ସାଙ୍ଗମାନେ, ମା ବା ବୋଉ। ସାଙ୍ଗମାନେ, ମୁଁ ତ ମା ଡାକେ, ତୁମେମାନେ କଣ ଡାକିଥାଅ? ସେମିତି ରୀମା ସୀମା ତାଙ୍କୁ ମା ବୋଲି ଡାକୁଥିବେ। ଏଥର ତଳକୁ ଆସ। ମାର ଭଉଣୀ, ମାର ଭାଇ, ଡାକ ତୁମେ ତାକୁ କଣ କହି? ତାଙ୍କ ବାପା ମା ତୁମର କଣ? ଯିଏ କହିବ ସେ ସୁନାଟି ଜାଣ। ସାଙ୍ଗମାନେ, ମାର ଭଉଣୀକୁ ଆମେ କଣ ବୋଲି ଡାକିଥାଉ? ହଁ ସାଙ୍ଗମାନେ, ମାଉସୀ। ଆଉ ମାଙ୍କର ଭାଇଙ୍କୁ? ହଁ ସାଙ୍ଗମାନେ, ମାମୁଁ। ସେମିତି ରୀମା ସୀମା ତାଙ୍କ ମାର ଭଉଣୀକୁ ମାଉସୀ ଆଉ ମାଙ୍କର ଭାଇଙ୍କୁ ମାମୁଁ ବୋଲି ଡାକୁଥିବେ। ତାଙ୍କ ବାପା ମା ତୁମର କଣ? ସାଙ୍ଗମାନେ, ଆମ ମାଙ୍କର ବାପା ମାଙ୍କୁ ଆମେ କଣ ବୋଲି ଡାକିଥାଉ? ହଁ ସାଙ୍ଗମାନେ, ଅଜା ଆଉ ଆଈ। ରୀମା ସୀମା ମଧ୍ୟ ତାଙ୍କ ମାଙ୍କର ବାପା ମାଙ୍କୁ ଅଜା ଆଈ ବୋଲି ଡାକୁଥିବେ। ସାଙ୍ଗମାନେ, ଏଥର ଆସ ଅଭ୍ୟାସ ପାଠ କରିବା। 34 ନମ୍ବର ପୃଷ୍ଠାକୁ ଆସ। 1 ନମ୍ବର ପ୍ରଶ୍ନ, ପଢ଼ିବା।
ସାଙ୍ଗମାନେ ତଳେ କ'ଣ ଲେଖା ହୋଇଛି ଆସ ପଢ଼ିବା। ରାମର ବାପା କମଳ, କନକର ବାପା କମଳ। ସାଙ୍ଗମାନେ ଏଇଠି ଜଣେ ପୁରୁଷର ଛବି ରହିଛି। ତାଙ୍କ ନାମ କମଳ। ତାଙ୍କ ପଛରେ ଜଣେ ଛୋଟ ଝିଅ ଆଉ ଜଣେ ପୁଅ ଛିଡ଼ା ହୋଇଛି। ପୁଅଟିର ନାମ ରାମ, ଝିଅଟିର ନାମ କନକ। ତଳକୁ 2 ନମ୍ବର ପ୍ରଶ୍ନକୁ ଆସ। କହିବା ରାମ କନକର କ'ଣ ହେବ? ରାମର ବାପା ଯଦି କମଳ, କନକର ବାପା ଯଦି କମଳ, ତେବେ ରାମ କନକର କ'ଣ ହେବ? ରାମ କନକର ଭାଇ। 3 ନମ୍ବର ପ୍ରଶ୍ନକୁ ଆସ। ପଢ଼ିବା ରାମର ମା କମଳା, କନକର ମା କମଳା। ଏଇଠି ଜଣେ ସ୍ତ୍ରୀ ଲୋକ ଛିଡ଼ା ହୋଇଛନ୍ତି। ତାଙ୍କ ନାମ କମଳା। ପଛରେ ରାମ ଓ କନକ ଛିଡ଼ା ହୋଇଛି। ରାମର ମା କମଳା, କନକର ମା ମଧ୍ୟ କମଳା। ଏଥର 4 ନମ୍ବର ପ୍ରଶ୍ନକୁ ଆସ। କହିବା କନକ ରାମର କ'ଣ ହେବ? ଯଦି ରାମର ମା କମଳା, କନକର ମା ମଧ୍ୟ କମଳା, ତାହେଲେ କନକ ରାମର କ'ଣ ହେବ? ହଁ ସାଙ୍ଗମାନେ, ଭଉଣୀ। ଏଥର 5 ନମ୍ବର ପ୍ରଶ୍ନକୁ ଆସ। ଶିକ୍ଷକ ଆଲୋଚନା କରିବେ। ତୁମ ଘରେ କିଏ ସବୁ ରହନ୍ତି? ସାଙ୍ଗମାନେ, ତୁମ ଘରେ କିଏ କିଏ ରହୁଛନ୍ତି? ହଁ ସାଙ୍ଗମାନେ, ଆମ ଘରେ ବାପା, ମା, ଜେଜ, ଜେଜେମା, ଦାଦା, ଖୁଡ଼ି, ଭାଇ, ଭଉଣୀ, ପିଇସି ଏମାନେ ସବୁ ରହୁଛନ୍ତି। ସାଙ୍ଗମାନେ, ତୁମ ଘରେ କିଏ ରହୁଛନ୍ତି? ଟିକେ କହିଦେଲ। ହଁ ସାଙ୍ଗମାନେ, ଏଥର ତଳକୁ ଆସ। ତୁମ ବାପାଙ୍କ ମାଙ୍କୁ କ'ଣ କହିବ? ସାଙ୍ଗମାନେ, ବାପାଙ୍କ ମାଙ୍କୁ ଜେଜେମା। ମୁଁ ଜେଜି ଡାକେ। ତୁମେମାନେ କ'ଣ ଡାକ? ଏଥର ତଳ ପ୍ରଶ୍ନକୁ ଆସ। ତୁମ ପଡ଼ୋଶୀ ଘରେ କିଏ ସବୁ ରହନ୍ତି? ସାଙ୍ଗମାନେ, ଆମ ଘର ପାଖ ଘରକୁ ପଡ଼ୋଶୀ ଘର କୁହନ୍ତି। ସେଇ ଘରେ କିଏ କିଏ ସବୁ ରୁହନ୍ତି? ହଁ ସାଙ୍ଗମାନେ, ମଉସା, ମାଉସୀ, ଭାଉଜ, ଭାଇ, ଭାଇ ଭଉଣୀ, ସାଙ୍ଗ। ତୁମ ପଡ଼ୋଶୀ ଘରେ କିଏ କିଏ ସବୁ ରୁହନ୍ତି? ଟିକେ କହିଦେଲ ସାଙ୍ଗମାନେ। ହଁ ସାଙ୍ଗମାନେ, ମନେ ପକେଇ ଗୁରୁମା ବା ଗୁରୁଜୀଙ୍କୁ କହିଦବ। ଏଥର ତଳ ପ୍ରଶ୍ନକୁ ଆସ। ତୁମର ଜଣେ ସାଙ୍ଗର ନାମ କହ। ତାଙ୍କ ଘରେ କିଏ ସବୁ ରହନ୍ତି କହ। ସାଙ୍ଗମାନେ, ତୁମର ସାଙ୍ଗର ନାମ ଟିକେ କହିଦେଲ। ହଁ ସାଙ୍ଗମାନେ, ତାଙ୍କ ଘରେ ସବୁ କିଏ କିଏ ରୁହନ୍ତି? ସାଙ୍ଗମାନେ, ମୋ ସାଙ୍ଗମାନେ ତ ତୁମେମାନେ। ଏଥର ତୁମେମାନେ କହିଦିଅ, ତୁମ ଘରେ କିଏ କିଏ ସବୁ ରୁହନ୍ତି? ସାଙ୍ଗମାନେ, ଏଥର ପର ପୃଷ୍ଠାକୁ ଆସ। 35 ନମ୍ବର ପୃଷ୍ଠା। 6 ନମ୍ବର ପ୍ରଶ୍ନ। ପଢ଼ିବା ଓ ଅ ତଳେ ଗାର ଦବା। ସାଙ୍ଗମାନେ, ତଳେ କେତେ ଗୁଡ଼ିଏ ଛବି ରହିଛି। ସେଇ ଛବିଗୁଡ଼ିକ ତଳେ ଛବିଗୁଡ଼ିକର ନାମ ଲେଖାଯାଇଛି। ଆସ ପଢ଼ିବା। ପ୍ରଥମ ଛବିଟି ଅରଟ, ଅରଟ। ଏଥର ଅ ତଳେ ଗାର ଦବା। ଦିଅ ସାଙ୍ଗମାନେ ଅ ତଳେ ଗାର। ଦ୍ୱିତୀୟ ଛବିଟି ଅଖ, ଅଖ। ସାଙ୍ଗମାନେ, ପ୍ରଥମ ଅକ୍ଷରଟି ଅ ତଳେ ଗାର ଦିଅ। ଏଥର ତୃତୀୟ ଛବିଟି ଅରଖ। ହଁ ସାଙ୍ଗମାନେ, ପ୍ରଥମ ଅକ୍ଷରଟି ଅ ତଳେ ଗାର ଦବା। ଏଥର ପର ଛବିକୁ ଆସ। କ'ଣ ଲେଖାଯାଇଛି? ଦନ୍ତେଶ ର ପା, ଅସରପା। ପ୍ରଥମ ଅକ୍ଷରଟି ଅ ତଳେ ଗାର ଦିଅ। ସାଙ୍ଗମାନେ, ପେନ୍ସିଲ ସାହାଯ୍ୟରେ ଗାର ଦିଅ। ସୁନ୍ଦର ସୁନ୍ଦର ଗାର ପଡ଼ିବ। ଏଥର 7 ନମ୍ବର ପ୍ରଶ୍ନକୁ ଆସ। ଶବ୍ଦର ଅ ଅକ୍ଷର ସହିତ ତଳେ ଥିବା ଅ କୁ ଗାର ଟାଣି ଯୋଡ଼ିବା। ସାଙ୍ଗମାନେ, ତଳେ କେତେ ଗୁଡ଼ିଏ ଶବ୍ଦ ରହିଛି। ଶବ୍ଦ ଗୁଡ଼ିକ ତଳେ ବଡ଼ ଗୋଟେ ଗୋଲ ଭିତରେ ଅ ରହିଛି। ସେଇ ଶବ୍ଦରେ
ଯେଉଁଠି ଅ ଅଛି ଆମକୁ ସେଇ ଅ ସହିତ ଗୋଲେଇ ଭିତରେ ଥିବା ଅ କୁ ଗାର ଟାଣି ଯୋଡ଼ିବାକୁ ଅଛି। ଆସ ଆମେ ଏକାଠି ଯୋଡ଼ିବା। ପ୍ରଥମ ଶବ୍ଦଟି ଅମର। ସାଙ୍ଗମାନେ ପ୍ରଥମ ଅକ୍ଷରଟି ଅ। ଅ ସହିତ ଗୋଲେଇ ଭିତରେ ଥିବା ଅ କୁ ଗାର ଟାଣି ଯୋଡ଼। ସାଙ୍ଗମାନେ ମୋ ପରି ଯୋଡ଼। ହଁ ସାଙ୍ଗମାନେ, ଏଥର ଦ୍ୱିତୀୟ ଶବ୍ଦକୁ ଆସ। ଅ ବର୍ଗେ ଜରେ ଆକାର ଯା, ଅଜା। ସାଙ୍ଗମାନେ ପ୍ରଥମ ଅକ୍ଷରଟି ଅ। ଅ ସହିତ ବଡ଼ ଅ କୁ ଗାର ଟାଣି ଯୋଡ଼ି ଦିଅ। ଏଥର ତୃତୀୟ ଶବ୍ଦକୁ ଆସ। ଅ ଟରେ ଆକାର ଟା, ଅଟା। ପ୍ରଥମ ଅକ୍ଷରଟି ଅ। ଅ ସହିତ ବଡ଼ ଅ କୁ ଗାର ଟାଣି ଯୋଡ଼। ପର ଶବ୍ଦଟି ଅ ଠରେ କାଠା, ଅଠା। ପ୍ରଥମରେ ଅ ଅଛି। ଅ କୁ ବଡ଼ ଅ ସହିତ ଗାର ଟାଣି ଯୋଡ଼। ତାପର ଶବ୍ଦଟି ଅଳପ। ପ୍ରଥମରେ ଅ ଅଛି। ଅ କୁ ବଡ଼ ଅ ସହିତ ଗାର ଟାଣି ଯୋଡ଼ି ଦେବା। ଶେଷ ଶବ୍ଦଟି ଅ ଦନ୍ତେ ନରେ କା ନେ କ, ଅନେକ। ପ୍ରଥମରେ ଅ ଅଛି। ଅ ସହିତ ବଡ଼ ଅ କୁ ଗାର ଟାଣି ଯୋଡ଼ି ଦିଅ। ସାଙ୍ଗମାନେ ପେନ୍ସିଲ ସ୍କେଲ ସାହାଯ୍ୟରେ ଗାର ଟାଣିଲେ ସୁନ୍ଦର ଗାର ପଡ଼ିବ। ଏଥର 8 ନମ୍ବର ପ୍ରଶ୍ନକୁ ଆସ। କ'ଣ ପ୍ରଶ୍ନ ପଚରା ଯାଇଛି? ଆକାର ଲାଗିଥିବା ଅକ୍ଷରକୁ ଗାର ଟାଣି ଟୋକେଇକୁ ଆଣିବା। ସାଙ୍ଗମାନେ ତଳେ ଗୋଟେ ବଡ଼ ଟୋକେଇ ରହିଛି ନା? ତା ତଳେ କେତେ ଗୁଡ଼ିଏ ଶବ୍ଦ ରହିଛି। ଆସ ଶବ୍ଦ ଗୁଡ଼ିକ ପଢ଼ିବା। ଯେଉଁଥିରେ ଆକାର ଲାଗିଛି ସେହି ଅକ୍ଷରଟିକୁ ଗାର ଟାଣି ଟୋକେଇ ଭିତରକୁ ନେଇଯିବା। ଆସ ପ୍ରଥମ ଶବ୍ଦଟି ପଢ଼ିବା। ବରେ ଆକାର ବାଟ, ବାଟ। ସାଙ୍ଗମାନେ ପ୍ରଥମ ଅକ୍ଷରରେ ଆକାର ଲାଗିଛି। ବରେ ଆକାର ବା। ଗାର ଟାଣି ଟୋକେଇକୁ ନିଅ। ମୁଁ ଯେମିତି ଟୋକେଇକୁ ନେଉଛି ସାଙ୍ଗମାନେ। ଦ୍ୱିତୀୟ ଶବ୍ଦଟି ଗରେ ଆକାର ଗାର, ଗାର। ପ୍ରଥମ ଅକ୍ଷର ଗାରେ ଆକାର ଯୋଗ ହୋଇଛି। ଗାକୁ ଗାର ଟାଣି ଟୋକେଇ ଭିତରକୁ ନିଅ ସାଙ୍ଗମାନେ। ତାପର ଶବ୍ଦଟି ଚକ। ସାଙ୍ଗମାନେ ଏଥିରେ ଆକାର ନାହିଁ, ତାକୁ ସେମିତି ଛାଡ଼ିଦେବା। ତାପର ଶବ୍ଦଟି ବଟ। ସାଙ୍ଗମାନେ ଏଥିରେ ମଧ୍ୟ ଆକାର ନାହିଁ, ତାକୁ ମଧ୍ୟ ସେମିତି ଛାଡ଼ିଦେବା। ତାପର ଶବ୍ଦଟି କରେକାର କାଚ, କାଚ। ସାଙ୍ଗମାନେ କରେ ଆକାର ଲାଗିଛି। ଏହି କାକୁ ଗାର ଟାଣି ଟୋକେଇ ଭିତରକୁ ନେଇଯିବା। ତାପର ଶବ୍ଦଟି ମ କରେକାର କା, ମକା। ସାଙ୍ଗମାନେ ଶେଷ ଶବ୍ଦରେ କରେ ଆକାର ଲାଗିଛି। କାକୁ ଗାର ଟାଣି ଟୋକେଇ ଭିତରକୁ ନିଅ। ତାପର ଶବ୍ଦଟି ଝରେ ଆକାର ଝାଳ, ଝାଳ। ପ୍ରଥମ ଅକ୍ଷର ଝରେ ଆକାର ଯୋଗ ହୋଇଛି। ଝାକୁ ଗାର ଟାଣି ଟୋକେଇ ଭିତରକୁ ନେଇଯାଅ। ସାଙ୍ଗମାନେ ମୁଁ ଯେମିତି ଅକ୍ଷର ଗୁଡ଼ିକୁ ଗାର ଟାଣି ଟୋକେଇକୁ ନେଇଛି, ତୁମେମାନେ ସେମିତି ଦେଖି ଦେଖି ନେଇଯାଅ। ସାଙ୍ଗମାନେ ଏଥର ପରବର୍ତ୍ତୀ ପୃଷ୍ଠାକୁ ଆସ। 9 ନମ୍ବର ପ୍ରଶ୍ନ। କ କେତୋଟି ଫୁଲ କୁଣ୍ଡ ଅଛି ଗଣି କହିବା। ଖ କେଉଁ କୁଣ୍ଡରେ କେତୋଟି ଫୁଲ ଅଛି ଗଣି ତା ତଳେ ଲେଖିବା। ଗ ମୋଟ କେତୋଟି ଫୁଲ ଅଛି ଗଣି କହିବା। ସାଙ୍ଗମାନେ ତଳେ କେତୋଟି ଫୁଲ କୁଣ୍ଡ ରହିଛି, ଯେଉଁଥିରେ ବହୁତ ଗୁଡ଼ିଏ ଫୁଲ ଫୁଟିଛି। ଆମକୁ ଫୁଲ ଗୁଡ଼ିକୁ ବା କୁଣ୍ଡ ଗୁଡ଼ିକୁ ଗଣି କହିବାର ଅଛି। ଏଥର ଆସ କ ପ୍ରଶ୍ନର ଉତ୍ତର ଦେବା। କେତୋଟି ଫୁଲ କୁଣ୍ଡ ଅଛି ଗଣି କହିବା। ଆସ ସାଙ୍ଗମାନେ ଗଣିବା, ସାଙ୍ଗ ହେଇକିନା ଗଣିବା। 1ଟି, 2ଟି, 3ଟି, 4ଟି। ହଁ ସାଙ୍ଗମାନେ 4 ଗୋଟି ଫୁଲ କୁଣ୍ଡ ରହିଛି। ଖ ନମ୍ବର ପ୍ରଶ୍ନ। କେଉଁ କୁଣ୍ଡରେ କେତୋଟି ଫୁଲ ଅଛି ଗଣି ତା ତଳେ ଲେଖିବା। ସାଙ୍ଗମାନେ କୁଣ୍ଡରେ କେତୋଟି ଫୁଲ ଅଛି ଗଣିବା ଆଉ ତା ତଳେ ଲେଖିବା। ଆସ ପ୍ରଥମ କୁଣ୍ଡରେ 1ଟି, 2ଟି, 3ଟି, 4ଟି। ସାଙ୍ଗମାନେ ଏହି କୁଣ୍ଡରେ 4 ଗୋଟି ଫୁଲ ରହିଛି।
ତଳେ 4 ଲେଖ। ହଁ ସାଙ୍ଗମାନେ 4 ଲେଖ ମୋ ପରି। ସାଙ୍ଗମାନେ ଗଣିବା ମନେ ଅଛି ତ? ଏଥର 2 ନମ୍ବର କୁଣ୍ଡକୁ ଆସ। ଏଇ କୁଣ୍ଡରେ କେତୋଟି ଫୁଲ ଅଛି? 1ଟି, 2ଟି, 3ଟି, 4ଟି, 5ଟି। ସାଙ୍ଗମାନେ ଏହି କୁଣ୍ଡରେ 5 ଗୋଟି ଫୁଲ ଅଛି। ତଳେ 5 ଲେଖିବା। ସାଙ୍ଗମାନେ ତଳେ ତ ଜାଗା ହବନି, ସାଇଡରେ ଲେଖିବା। ସାଙ୍ଗମାନେ ଲେଖ ମୋ ପରି 5। ହଁ ସାଙ୍ଗମାନେ ଏଥର ତା ତଳ କୁଣ୍ଡକୁ ଆସ। କେତୋଟି ଫୁଲ ଅଛି? 1ଟି, 2ଟି, 3ଟି। ହଁ ସାଙ୍ଗମାନେ ଏହି କୁଣ୍ଡରେ 3ଟି ଫୁଲ ରହିଛି। ତା ସାଇଡରେ 3 ଲେଖ। ଏଥର ଶେଷ କୁଣ୍ଡକୁ ଆସ। ଆସ ମିଶି ଗଣିବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି, 7ଟି, 8ଟି। ସାଙ୍ଗମାନେ ଏହି କୁଣ୍ଡରେ ସବୁଠୁ ଅଧିକ ଫୁଲ 8 ଗୋଟି ଫୁଲ ରହିଛି। ତଳେ 8 ଲେଖ। 8। ଗ ନମ୍ବର ପ୍ରଶ୍ନ। ମୋଟ କେତୋଟି ଫୁଲ ଅଛି ଗଣି କହିବା। ଆସ ସାଙ୍ଗମାନେ ମିଶିକରି ଗଣିବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି, 7ଟି, 8ଟି, 9ଟି, 10ଟି, 11ଟି, 12ଟି, 13ଟି, 14ଟି, 15ଟି, 16ଟି, 17ଟି, 18ଟି, 19ଟି, 20ଟି। ଫୁଲ କୁଣ୍ଡରେ ମୋଟ 20ଟି ଫୁଲ ରହିଛି। ହଁ ସାଙ୍ଗମାନେ ଏଥର ତଳ ପ୍ରଶ୍ନକୁ ଆସ। 10 ନମ୍ବର ପ୍ରଶ୍ନ। ସମାନ ସମାନ ସଂଖ୍ୟକ ଛବିକୁ ଗଣି ଗାର ଟାଣି ଯୋଡ଼ିବା। ସାଙ୍ଗମାନେ ତଳେ 2ଟି ଧାଡ଼ିରେ କେତେ ଗୁଡ଼ିଏ ଛବି ଏକତ୍ରିତ ଭାବରେ ରହିଛି। ଆମକୁ ଉପର ଧାଡ଼ି ଓ ତଳ ଧାଡ଼ିର ଛବିକୁ ଗଣିବାର ଅଛି। ଉପର ଧାଡ଼ିରେ ଥିବା ଛବିର ସଂଖ୍ୟା ଓ ତଳ ଧାଡ଼ିରେ ଯେଉଁ ଛବିର ସଂଖ୍ୟା ସହିତ ସମାନ ହବ ଆମକୁ ଗାର ଟାଣି ଯୋଡ଼ିବାର ଅଛି। ଏଥର ସାଙ୍ଗମାନେ ଆସ ଛବି ଗୁଡ଼ିକୁ ଗଣିବା। ସାଙ୍ଗମାନେ ପ୍ରଥମ ଛବିରେ କେତେ ଗୁଡ଼ିଏ ପ୍ରଜାପତି ରହିଛି ଆସ ଗଣିବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି, 7ଟି। ଏହି ଦଳରେ 7 ଗୋଟି ପ୍ରଜାପତି ଅଛନ୍ତି। ସାଙ୍ଗମାନେ ତଳ ଧାଡ଼ିକୁ ଆସ। ସାଙ୍ଗମାନେ ଶେଷରେ ବହୁତ ଗୁଡ଼ିଏ ପ୍ରଜାପତି ରହିଛି ଆସ ଗଣିବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି, 7ଟି। ସାଙ୍ଗମାନେ ଉପର ଧାଡ଼ିର ପ୍ରଜାପତି ତଳ ଧାଡ଼ିର ପ୍ରଜାପତି ସମାନ। ଏଥର ଗାର ଟାଣି ଯୋଡ଼ି ଦିଅ। ହଁ ସାଙ୍ଗମାନେ ଏଥର ଉପର ଧାଡ଼ିକୁ ଆସ। ଦ୍ୱିତୀୟ ଛବିଟିରେ କେତେ ଗୁଡ଼ିଏ କଲମ ରହିଛି ଆସ ଗଣିବା। 1ଟି, 2ଟି, 3ଟି, 4ଟି, 5ଟି କଲମ। ଏଥର ତଳ ଧାଡ଼ିକୁ ଆସ। ଦେଖିବା କେତୋଟି କଲମ ଅଛି। ସାଙ୍ଗମାନେ ଏହି ଛବିରେ 1ଟି, 2ଟି, 3ଟି, 4ଟି, 5ଟି କଲମ ଅଛି। ସାଙ୍ଗମାନେ ଗାର ଟାଣି ଯୋଡ଼ି ଦିଅ। ଏଥର ତୃତୀୟ ଛବିକୁ ଆସ। ଏହି ଛବିରେ କେତେ ଗୁଡ଼ିଏ ଚାମଚ ରହିଛି ଆସ ଗଣିଦେବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି। 6ଟି ଚାମଚ। ଏଥର ତଳ ଧାଡ଼ିକୁ ଆସ ଚାମଚ ଗଣିବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି। ସାଙ୍ଗମାନେ ଏଠାରେ ମଧ୍ୟ 6 ଗୋଟି ଚାମଚ ଅଛି। ଏଥର ଗାର ଟାଣି ଯୋଡ଼ି ଦିଅ। ଏହି ଛବିରେ କେତୋଟି ତ୍ରିଭୁଜ ଅଛି ଆସ ଗଣିବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି, 7ଟି, 8ଟି ତ୍ରିଭୁଜ। ତଳ ଧାଡ଼ିରେ 1ଟି, 2ଟି, 3ଟି, 4ଟି, 5ଟି, 6ଟି, 7ଟି, 8 ଗୋଟି ତ୍ରିଭୁଜ। ଏଥର ଗାର ଟାଣ। ଶେଷ ଛବିରେ କେତୋଟି କୁଣ୍ଡ ରହିଛି ଆସ ଗଣିଦେବା। 1ଟି, 2ଟି, 3ଟି, 4ଟି, 5ଟି, 6ଟି, 7ଟି, 8ଟି, 9ଟି। ଏଥିରେ 9 ଗୋଟି କୁଣ୍ଡ ରହିଛି। ତଳ ଧାଡ଼ିରେ 1ଟି, 2ଟି,
ତିନୋଟି, ଚାରୋଟି, ପାଞ୍ଚଟି, ଛଅଟି, ସାତଟି, ଆଠଟି, ନଅଟି। ଏଠାରେ ମଧ୍ୟ 9 ଗୋଟି କୁଣ୍ଡ ରହିଛି। ଏଥର 11ଟାଣି ଯୋଡ଼ିଦେବା। ସାଙ୍ଗମାନେ ପର ପୃଷ୍ଠାକୁ ଆସ। 11 ନମ୍ବର ପ୍ରଶ୍ନ। କଣ ପ୍ରଶ୍ନ ପଚରା ଯାଇଛି? ସଂଖ୍ୟାକୁ ଦେଖି ସେହିପରି ଲେଖିବା। ସାଙ୍ଗମାନେ ତଳେ କେତେଗୁଡ଼ିଏ ସଂଖ୍ୟା ଲେଖାଯାଇଛି। ଆମକୁ ସେହି ସଂଖ୍ୟାକୁ ଲେଖିବାର ଅଛି। ସାଙ୍ଗମାନେ ପ୍ରଥମେ ଏହି ବିନ୍ଦୁ ବିନ୍ଦୁ ଉପରେ ପେନ୍ସିଲ ସାହାଯ୍ୟରେ ଆସ୍ତେ ଆସ୍ତେ ଲେଖ। ଏହି ସଂଖ୍ୟାକୁ କଣ କୁହନ୍ତି ସାଙ୍ଗମାନେ? 6। ହଁ ସାଙ୍ଗମାନେ, ଏଥର ବିନ୍ଦୁ ବିନ୍ଦୁ ଉପରେ ପେନ୍ସିଲରେ 6 ଲେଖ। ସାଙ୍ଗମାନେ ଆସ୍ତେ ଆସ୍ତେ ଲେଖ। ପେନ୍ସିଲ ସାହାଯ୍ୟରେ ସୁନ୍ଦର ସୁନ୍ଦର 6 ଲେଖି ହବ। 3 ଥର ଲେଖି ସାରିଲା ପରେ ନିଜେ ନିଜେ 6 ଲେଖ। ମୁଁ ଯେମିତି ଲେଖୁଛି ତୁମେମାନେ ସେମିତି ଦେଖି ଦେଖି ବହିରେ ଲେଖିଦିଅ। ଏଥର ତଳ ସଂଖ୍ୟାକୁ ଆସ। এই ସଂଖ୍ୟାଟିକୁ କଣ କହନ୍ତି? 7। ଏଥର ବିନ୍ଦୁ ଉପରେ ଆସ୍ତେ ଆସ୍ତେ ଲେଖ। 7। ସାଙ୍ଗମାନେ କହି କହି ଲେଖ 7। ବିନ୍ଦୁ ଉପରେ ଲେଖି ସାରିଲା ପରେ ନିଜେ ନିଜେ ଲେଖ। ଧାଡ଼ି ଉପରେ ଆସ୍ତେ ଆସ୍ତେ ଲେଖ। 7 କହି କହି ଲେଖ 7। ଏଥର ତଳ ସଂଖ୍ୟାକୁ ଆସ। এই ସଂଖ୍ୟାକୁ 8 କୁହନ୍ତି। ବିନ୍ଦୁ ଉପରେ 8 ଲେଖ। 3 ଥର ବିନ୍ଦୁ ଉପରେ ଲେଖି ସାରିଲା ପରେ ନିଜେ ନିଜେ ଲେଖ। 8 କହି କହି ଲେଖ ସାଙ୍ଗମାନେ 8। 8। 8। ଏଥର ତଳେ ଆସ। ସଂଖ୍ୟା 9। ବିନ୍ଦୁ ଉପରେ 9 ଲେଖ। ସାଙ୍ଗମାନେ କହି କହି ଲେଖ 9। 9। 9। ବିନ୍ଦୁ ଉପରେ ଲେଖି ସାରିଲା ପରେ ନିଜେ ନିଜେ ଲେଖ। ଗାର ଉପରେ ଆସ୍ତେ ଆସ୍ତେ ପେନ୍ସିଲ ସାହାଯ୍ୟରେ ଲେଖ। ସାଙ୍ଗମାନେ କହି କହି ଲେଖ 9। 9। ଏଥର 12 ନମ୍ବର ପ୍ରଶ୍ନକୁ ଆସ। କହିବା। ତୁମ ଘରେ କିଏ କେଉଁ କାମ କରନ୍ତି? ସାଙ୍ଗମାନେ ଆମ ଘରେ ଯିଏ ଯିଏ ରହୁଛନ୍ତି, କିଏ କୋଉ କୋଉ କାମ କରନ୍ତି କହିବା। କହିଦେଲେ ସାଙ୍ଗମାନେ। ତୁମ ଘରେ କିଏ କିଏ ରହୁଛନ୍ତି? ହଁ ସାଙ୍ଗମାନେ, ବାପା, ମା, ଜେଜେବାପା, ଜେଜେମା, ଦାଦା, ଖୁଡ଼ି, ଭାଇ, ସେମାନେ କେଉଁ କେଉଁ କାମ କରିଥାନ୍ତି? ବାପା କେଉଁ କାମ କରନ୍ତି? ସାଙ୍ଗମାନେ, ମୋ ବାବା ତ ଚାକିରି କରନ୍ତି। ମା ଘରେ ରୋଷେଇ କରନ୍ତି। ଜେଜ ବଗିଚା କାମ କରନ୍ତି। ଜେଜି ଭାଗବତ ପଢ଼ନ୍ତି। ସେମିତି ତୁମ ବାବା ମା କଣ କରନ୍ତି? ମନେ ପକେଇ ଗୁରୁମା ବା ଗୁରୁଜୀଙ୍କୁ କହିଦବ। ଏଥର 13 ନମ୍ବର ପ୍ରଶ୍ନକୁ ଆସ। ପଢ଼ିବା। ସାଙ୍ଗମାନେ କେତୋଟି ଶବ୍ଦ ଲେଖାଯାଇଛି? ଆସ ଉଚ୍ଚାରଣ କରି ପଢ଼ିବା। ସାଙ୍ଗମାନେ ଆମେ ମିଶିକି ଏକା ସାଙ୍ଗରେ ପଢ଼ିବା। ନଟ, ନଟ। ପର, ପର। ଟଗର, ଟଗର। ଚଟ, ଚଟ। ବର, ବର। ନଗର, ନଗର। ବଟ, ବଟ। ନର, ନର। ରବର, ରବର। ସାଙ୍ଗମାନେ ବାରମ୍ବାର ପଢ଼, ମନେ ରହିଯିବ। ଏଥର 14 ନମ୍ବର ପ୍ରଶ୍ନକୁ ଆସ। ଲେଖିବା। ତଳେ କେତେଗୁଡ଼ିଏ ଶବ୍ଦ ରହିଛି। ଆମକୁ ସେଇ ଶବ୍ଦ ପରି ଗାର ଭିତରେ ସୁନ୍ଦର ସୁନ୍ଦର ଗୋଲ ଗୋଲ କରି ଲେଖିବାର ଅଛି। ପ୍ରଥମେ ବିନ୍ଦୁ ଉପରେ ପେନ୍ସିଲ ସାହାଯ୍ୟରେ ଲେଖିବାକୁ ଚେଷ୍ଟା କର। ତାପରେ ନିଜେ ନିଜେ ଲେଖ। ସାଙ୍ଗମାନେ କହି କହି ଲେଖ। ନଖ, ନଖ। ନଖ, ନଖ। ନଖ, ନଖ। ତାପର ଶବ୍ଦଟି ପର, ପର। ବିନ୍ଦୁ ଉପରେ ର ଲେଖ। ଏଥର ତୁମେ ନିଜେ ନିଜେ ଲେଖ। ପର, ପର। ପର, ପର। କହି କହି ଲେଖ ସାଙ୍ଗମାନେ। ଶେଷ ଶବ୍ଦଟି ବ ଦନ୍ତେ ନ, ବନ।
ଦନ୍ତେ ନ ବିନ୍ଦୁ ଉପରେ ନ ଲେଖ। ଏଥର ନିଜେ ନିଜେ ଲେଖ ବନ ବ ଦନ୍ତେ ନ ବନ। ସାଙ୍ଗମାନେ ପ୍ରଥମ ଶ୍ରେଣୀ ହସ ଖେଳ ବହିର ପ୍ରଥମ ଭାଗର କହିଲ ଦେଖି କବିତା ପାଠଟି ଓ ତାହାର ଅଭ୍ୟାସ ଆଲୋଚନା ମଧ୍ୟ ସରିଲା। ବିଷୟଟିକୁ ଭଲ ଭାବରେ ବୁଝିବାକୁ ହେଲେ ଭିଡିଓଟିକୁ ବାରମ୍ବାର ଦେଖିନିଅ। ବୁଝି ସାରିଲା ପରେ ଯାହା ଯାହା ଜାଣିଛ ମନେ ପକେଇ ଗୁରୁମା ବା ଗୁରୁଜୀଙ୍କୁ କହିଦବ। ଏଇଠି ରହୁଛି, ଆଉ ଗୋଟିଏ ଭିଡିଓ ନେଇ ଜଲ୍ଦି ଆସିବି ବୋଲି କଥା ଦଉଛି। ଲାଇକ୍, ସେୟାର, ସବସ୍କ୍ରାଇବ ପାଇଁ ଛୋଟ ଅନୁରୋଧଟିଏ ମଧ୍ୟ କରୁଛି। Thanks for watching. Like, share and subscribe.